ସାଙ୍ଗମାନେ ଆମର ଭୁବନେଶ୍ୱରରେ ଅନେକ ମନ୍ଦିରରେ ପ୍ରସାଦ ଟିକେ ମିଳେ। ତା ଭିତରୁ ପୁରୀ ଶ୍ରୀମନ୍ଦିରରେ ଯେମିତି ମହାପ୍ରସାଦ ମିଳେ, ଠିକ୍ ସେମିତି ଭୁବନେଶ୍ୱରର ଦୁଇଟି ମନ୍ଦିର ଅଛି, ଯେଉଁଠିକି ଶ୍ରୀ ଲିଙ୍ଗରାଜ ମନ୍ଦିର ଆଉ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର। ସେଠି ମଧ୍ୟ ପ୍ରସାଦ ସେବନର ବ୍ୟବସ୍ଥା ଅଛି। ପୁରୀ ଶ୍ରୀମନ୍ଦିର ଢଙ୍ଗରେ ଏଠି ଶ୍ରୀ ଅନନ୍ତ ବାସୁଦେବଙ୍କ ପାଖରେ ପ୍ରସାଦ ପ୍ରିପାରେସନ୍ କରାଯାଏ ବା ପ୍ରସ୍ତୁତି କରାଯାଏ। ସମାନ ଢଙ୍ଗରେ ସେଇ ମାଟିର ଆଟିକା ଗୁଡ଼ାକ ରଖାହେଇଛି ବା ମାଟିର କୋଢ଼ୁଆ ଯାହାକୁ କୁହନ୍ତି, ତା ଦେହରେ ଅନ୍ନ, ଡାଲି ଇତ୍ୟାଦି ଇତ୍ୟାଦି ପ୍ରସ୍ତୁତ କରାଯାଏ, ଯାହାକୁ ଆମେ ଏଠି ଅଭଡ଼ା ବୋଲି କହିଥାଉ। ତାହେଲେ ଚାଲନ୍ତୁ ଏ ଭିଡ଼ିଓରେ ତାକୁ ଆଜି ସମ୍ପୂର୍ଣ୍ଣ ରୂପେ ଜାଣିବା। ଜୟ ଜଗନ୍ନାଥ ସାଙ୍ଗମାନେ, ଓଡ଼ିଆ ଜାତିର ଆଉ ଗୋଟେ ଏପିସୋଡ଼କୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ଆସନ୍ତୁ ପ୍ରସାଦ ଟିକେ ସେବନ କରିବା। ସେ ପୁଣି ଅନନ୍ତ ବାସୁଦେବଙ୍କର ପ୍ରସାଦ ଘରେ ଆଣିକି କେମିତି ଖାଇଲେ। ଆଜି କ'ଣ କ'ଣ ଆଣିଛି ମୁଁ ଆପଣଙ୍କୁ ଦେଖାଇ ଦେଉଛି। ପ୍ରଥମେ ଅନ୍ନ, ଡାଲି, ଏଇଟା ହେଉଛି ଡାଲମା, ଛୋଲେ, ତା ସହିତ ପନିର, ଇଏ ହେଉଛି ବେସର, ଦହି ପାଚେଡ଼ି, ତା ସହିତ ଏଠି କ୍ଷୀରି। ଚାଲନ୍ତୁ ଗୋଳେଇ ପୋଳେଇକି ଖାଇବା ସବୁ। ଆଉ କ'ଣ, ପ୍ରସାଦ ସେବନ କରିବା। ଅନ୍ନ, ଡାଲି, ପ୍ରସାଦର ଡାଲି ଟିକେ ମିଠା ଥାଏ। ଏଇଟା ହେଉଛି, ଦେଖନ୍ତୁ, ଇଏ ହେଉଛି ବେସର, ଦହି ପାଚିଡ଼ି, ଲଙ୍କା ଦେଇ ଦରକାର, ବାସ୍। ଏଇଟା ପନିର ଗୋଟେ କରୁଛନ୍ତି, ପନିର, ଏଇଟା ହେଉଛି ଛଣା ପନିର। ଆଜିକାଲି ମନ୍ଦିର ଭିତରେ ବହୁତ ଜିନିଷ ମିଳୁଛି। ତା ସହିତ ଡାଲମା, ଡାଲମାରେ ମୁଁ ଦେଖୁଥିଲି ତ ହରଡ଼ ଡାଲି, ହରଡ଼ ଡାଲିରେ କଖାରୁ, ଖମ୍ବ ଆଳୁ, ସାରୁ, ଏଇସବୁ ବୋଧେ ପଡ଼ିକି ହେଇଛି। ଏଇଟା ହେଉଛି ଚଣା, ଚଣା ମାନେ ଏଇ ଯେଉଁ କାବୁଲି ବୁଟ, ତା ସହିତ ପୋଟଳ, ଦେଖୁଛନ୍ତି, ପୋଟଳ, ତା ସହିତ ଇଏ ହେଉଛି ଆମର ଶେଷରେ ଖାଇବା କ୍ଷୀରି। କୁହନ୍ତି ଭାଗ୍ୟରେ ଥିଲେ ପ୍ରସାଦ ଟିକେ ମିଳେ। ଆଜି ମୋର ବୋଧେ ଭାଗ୍ୟରେ ଥିଲା, ପ୍ରଭୁ ଅନନ୍ତ ବାସୁଦେବଙ୍କର ପ୍ରସାଦ ଟିକେ ମିଳିଲା। ମୁଁ ତ ବର୍ତ୍ତମାନ ଖାଇବି। ଚାଲନ୍ତୁ ଟିକେ ମୁଁ ଆପଣଙ୍କୁ ଅନନ୍ତ ବାସୁଦେବଙ୍କ ପାଖକୁ ନେଇଯିବି, ମନ୍ଦିର ଟିକେ ବୁଲେଇ ଦେବି। ତା ସହିତ ମୁଁ ଯେଉଁଠୁ ପ୍ରସାଦ ଟିକେ ଆଣିଲି, ଯେଉଁ ଟୁଟୁଆନଙ୍କଠୁ ଆଣେ, ସେଠିକି ମଧ୍ୟ ଆପଣଙ୍କୁ ବୁଲେଇବାକୁ ନେବି। ତାଙ୍କର ମୋବାଇଲ ନମ୍ବର ବି ଅଛି, ଆପଣ ଚାହିଁଲେ କଣ୍ଟାକ୍ଟ କରିକି ତାଙ୍କୁ ଆସିକି ନେଇପାରିବେ। ଚାଲନ୍ତୁ ଯିବା। ଭିଡ଼ିଓଟି ତାହେଲେ ଏଇଠି ରଖିବା, ପୁଣି ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ, ଜୟ ଜଗନ୍ନାଥ। ଆସନ୍ତୁ ଦେଖିବା ଆମର ଶ୍ରୀ ଅନନ୍ତ ବାସୁଦେବଙ୍କର ମନ୍ଦିର, ତା ସହିତ ବିନ୍ଦୁସାଗର। ଭୁବନେଶ୍ୱର ଉପକଣ୍ଠରେ ଓଲ୍ଡ ଟାଉନରେ ରହିଛି ଆମର ଏଇ ସୁନ୍ଦର ମନ୍ଦିର, ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର, ଯାହାକୁ ରାଣୀ ଚନ୍ଦ୍ରିକା ଦେବୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ତ୍ରୟୋଦଶ ଶତାବ୍ଦୀରେ। ଏପର୍ଯ୍ୟନ୍ତ ତାହା ଅକ୍ଷୁର୍ଣ୍ଣ ଭାବରେ ଦଣ୍ଡାୟମାନ। ଏଇଠାରେ ବିଶେଷତ୍ୱ ହେଉଛି, ଏଠାରେ ପ୍ରସାଦର ବ୍ୟବସ୍ଥା ଲୋକମାନଙ୍କ ପାଇଁ କରାଯାଏ। ଅଳ୍ପ ଦେୟ ବା ସ୍ୱଳ୍ପ ଦେୟ ଦେଇକି ଆପଣମାନେ କେମିତି ପ୍ରସାଦ ଟିକେ ସେବନ କରିପାରିବେ, ତାର ବ୍ୟବସ୍ଥା ବା ସୁବ୍ୟବସ୍ଥା ଏଠାରେ ରହିଛି। ପୁରୀ ଶ୍ରୀମନ୍ଦିର ଢଙ୍ଗରେ ଏଠାରେ ପ୍ରସାଦ ଯଦିଓ ପ୍ରସ୍ତୁତି କରାଯାଏ, କିନ୍ତୁ ଶ୍ରୀମନ୍ଦିର ଶ୍ରୀ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗୁଥିବା ବେଳେ ଏଠି ଶ୍ରୀ ଅନନ୍ତ ବାସୁଦେବ ମନ୍ଦିରରେ ଆପଣ ବାସୁଦେବ ଶ୍ରୀକୃଷ୍ଣ, ଅନନ୍ତ ଅର୍ଥାତ୍ ବଳରାମ, ଆଉ ମା ସୁଭଦ୍ରାଙ୍କର ବିଗ୍ରହ ତିନୋଟି ରହିଛି, ଯାହା କଳା ମୁଗୁନି ପଥରରେ ନିର୍ମିତ।
ତାଙ୍କ ପାଖରେ ପ୍ରଥମେ ଭୋଗ ଲାଗି କଲା ହେଲା ପରେ ତାପରେ ଯାଇକି ଶ୍ରଦ୍ଧାଳୁ ବା ଭକ୍ତମାନଙ୍କୁ ବଣ୍ଟନ କରାଯାଏ। ଏହା ହେଉଛି ଆପଣ ଯାହା ସମ୍ମୁଖରେ ଦେଖୁଛନ୍ତି, ଇଏ ହେଉଛି ବିନ୍ଦୁସାଗର। ଆମର ଅନନ୍ତ ବାସୁଦେବଙ୍କର ଠିକ୍ ଦେଖିବେ ପୂର୍ବ ପଟେ ରହିଛି ଆମର ଅନନ୍ତ ବାସୁଦେବଙ୍କର ମନ୍ଦିର। ଏହାର ରୋଷେଇଶାଳ ଆପଣ ଦେଖନ୍ତୁ, ଇଏ ସମ୍ପୂର୍ଣ୍ଣ ନିଆରା ରୋଷେଇଶାଳ। ଏ ରୋଷେଇଶାଳ ଭିତରେ ଶୁଦ୍ଧପୂତ ଭାବରେ ସେମାନେ ଯାଇକି ପ୍ରସ୍ତୁତି କାର୍ଯ୍ୟ କରନ୍ତି। ଆଉ ମନ୍ଦିରଟିର କାରୁକାର୍ଯ୍ୟ ଆପଣମାନେ ଜାଣିଛନ୍ତି ଅତି ସୁନ୍ଦର, ଆପଣମାନେ ଦେଖିଛନ୍ତି। ଏର ଭୋଗ ମଣ୍ଡପ ଦେଖନ୍ତୁ, ଏ ଯେଉଁ ରହିଛି ଭୋଗ ମଣ୍ଡପ, ଏଠି ଗୁଡ଼ିଏ ଆପଣ ଷ୍ଟଲ୍ ଦେଖିବେ, ଯେଉଁମାନେ ଭୋଗ ନେଇକି ଆସିକି ବିକ୍ରି କରନ୍ତି ଆଉ କିଛି ସ୍ୱଳ୍ପ ମୂଲ୍ୟରେ ଆପଣମାନଙ୍କୁ ପହଞ୍ଚାନ୍ତି ଆପଣଙ୍କ ପାଖରେ। ଇଏ ହେଉଛନ୍ତି ଟୁଟୁ ଭାଇନା, ସମ୍ମୁଖରେ ଯାହା ଦେଖୁଛନ୍ତି ଟୁଟୁ ଭାଇନା। ମୁଁ ଆଜି ଯାଇଛି ଟୁଟୁ ଭାଇନା ପାଖକୁ, ଯାହାକୁ ଟିକେ ପ୍ରସାଦ ଟିକେ ନେଇକି ଘରକୁ ଆସିବି ଆଉ ଘରେ ଖାଇବି। ତେଣୁ ସିଏ ମୋତେ ଆଗରୁ ବି ଚିହ୍ନିଛନ୍ତି। ଆପଣମାନେ ଯଦି ଟୁଟୁ ଭାଇନାଙ୍କ ପାଖରୁ ନେବା ପାଇଁ ଚାହିଁବେ ତାହେଲେ ତାଙ୍କର ନମ୍ବର ମୁଁ ଦେଇଦେଇଛି, ଆପଣମାନେ ତାଙ୍କୁ କଣ୍ଟାକ୍ଟ କରିକି ଆସିକି ନେଇପାରିବେ। ବହୁତ ଭଲ ଲୋକ ସେ, ତେଣୁ ଆପଣଙ୍କୁ କିଛି ଅସୁବିଧା ହେବ ନାହିଁ। ଦେଖନ୍ତୁ ତାଙ୍କର ନମ୍ବର ଟୁଟୁ ମହାସ୍ୱାର, ତାଙ୍କର ନମ୍ବର 2ଟି ନମ୍ବର ଅଛି। ଆପଣ କଣ୍ଟାକ୍ଟ କରିବେ, ଆସିକି ଏଠି ପ୍ରସାଦ ନେଇକି ଆପଣ ଘରକୁ ପାର୍ସଲ ନେଇକି ଖାଇପାରିବେ କିମ୍ବା ଏଠି ବସିକି ମଧ୍ୟ ଖାଇପାରିବେ। ପ୍ରସାଦର ଦେୟ ମୋତେ ପଡ଼ିଥିଲା, ମୁଁ 4 ଜଣ ପାଇଁ ନେଇଥିଲି, ମୋତେ 500 ଟଙ୍କା ପଡ଼ିଥିଲା। ଆପଣମାନେ ଆସିବେ ସେଇ ସମୟରେ ଯାହା ହେଇଥିବେ ନିଶ୍ଚୟ ନେବେ। ତାହେଲେ ଭିଡ଼ିଓଟି ଦେଖିଲେ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଦେବେ।